ଯେତେ ଦୂରରେ ରହିଲେ ବି ସମ୍ପର୍କ କେବେ ଶେଷ ହୁଏ ନାହିଁ। ସମ୍ପର୍କ ଶେଷ ହୁଏ ମଣିଷର କେବଳ ମିଛ ଅଭିନୟ ଆଉ ସ୍ୱାର୍ଥ ପାଇଁ। ସମସ୍ତେ ରାଧା ହେବାକୁ ପସନ୍ଦ କରନ୍ତି, କିନ୍ତୁ ସୀତା ହେବାକୁ କେହି ପସନ୍ଦ କରନ୍ତି ନାହିଁ। ଶ୍ରୀକୃଷ୍ଣ ପରି ପ୍ରେମ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି, କିନ୍ତୁ ରାମଙ୍କ ପରି ପିତୃସତ୍ୟ ପାଳନ କରିବା ପାଇଁ କେହି ପସନ୍ଦ କରନ୍ତି ନାହିଁ। କେମିତିକା ଜୀବନ ଇଏ! ଟିକିଏ ଭଲ ପାଇବା ପାଇଲେ ଯେଉଁ ମଣିଷ ଖୁସି ହୋଇଯାଏ, ଭଗବାନ ତାରି କପାଳରେ ବେଶୀ ଦୁଃଖ ଲେଖିଥାନ୍ତି। ପ୍ରେମ ଅଛି ବୋଲି କିଛି ପ୍ରମାଣ ନଥାଏ, ବାସ୍ ତାଙ୍କ ନାଁ ଶୁଣିଦେଲେ ଯଦି ହୃଦୟର ସ୍ପନ୍ଦନ ବଢ଼ିଯାଏ, ତାହା ପ୍ରକୃତ ପ୍ରେମ ହୋଇଥାଏ। ସେହି ସମ୍ପର୍କ ସୁନ୍ଦର ହୋଇଥାଏ ଯେଉଁଠି ଭଲ ପାଇବା ସହ ଇଜ୍ଜତ ବି ଥାଏ। ମୂଲ୍ୟ ଲୁହର ହୋଇନଥାଏ, ମୂଲ୍ୟ ତାହାର ହୋଇଥାଏ ଯେ ଠିକ୍ ସମୟରେ ସେହି ଲୁହକୁ ପୋଛି ଦେଇଥାଏ। ନିଜର ସମ୍ପର୍କକୁ ସବୁବେଳେ ସମୟ ଦିଅନ୍ତୁ, କାରଣ କିଏ ଜାଣିଛି କାଲି ତୁମ ପାଖରେ ସମୟ ଥିବ କିନ୍ତୁ ସମ୍ପର୍କ ନଥିବ। ହଜାରେ ସମ୍ପର୍କ ଭିତରେ ଏମିତି ଗୋଟିଏ ସମ୍ପର୍କ ଭାଗ୍ୟରେ ଥିଲେ ମିଳେ, ଯେ ମୁହଁକୁ ଦେଖି ହୃଦୟର ଦୁଃଖ ବୁଝିପାରୁଥିବ। ଯଦି କାହାକୁ ବୁଝେଇବା ଦ୍ୱାରା ଖରାପ ମାନସିକତା ବଦଳି ଯାଆନ୍ତା, ତେବେ ଶ୍ରୀକୃଷ୍ଣ ମହାଭାରତ ହେବାକୁ ଦେଇନଥାନ୍ତେ। ମଣିଷ ମନରେ ଇଚ୍ଛା ତ ଅନେକ ଥାଏ, କିନ୍ତୁ ସବୁ ଇଚ୍ଛା ପୂରଣ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ। ସମ୍ପର୍କ ସେହି ଲୋକ ସହିତ ଘନିଷ୍ଠ ହୋଇଥାଏ ଯାହା ସହିତ ପୂର୍ବଜନ୍ମରେ କିଛି ସମ୍ପର୍କ ଥାଏ। ନହେଲେ ଏହି ବିଶାଳ ସଂସାର ଭିଡ଼ ଭିତରେ କିଏ କାହାକୁ କାହିଁବା ଜାଣିବ? ସେହି ସମ୍ପର୍କ ବହୁତ ଶକ୍ତିଶାଳୀ ହୋଇଥାଏ, ଯାହାକୁ ହରେଇବାର ଭୟ ଉଭୟ ପଟରୁ ଥାଏ। ଭଲ ପାଇବା ଦୁନିଆର ସବୁଠାରୁ ସୁନ୍ଦର ଜିନିଷ। ନା ତାକୁ ଛୁଇଁ ହୁଏ, ନା ତାକୁ ପାଇ ହୁଏ, ବାସ୍ କେବଳ ହୃଦୟ ଆଉ ହୃଦୟରେ ଅନୁଭବ କରି ହୁଏ। ଅନ୍ୟକୁ କେତେଥର ମନେଇବ? କେବେ ନିଜର ଅବସ୍ଥା ବି ଦେଖ। ବେଳେବେଳେ ସେହି ମଣିଷ ହିଁ ଆମକୁ କନ୍ଦେଇ ଦେଇଥାଏ, ଯାହାର ଖୁସି ପାଇଁ ଆମେ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଜୀବନରେ ସବୁ ଖେଳ ତ ସମୟ ହିଁ ଖେଳିଥାଏ, ମଣିଷ କେବଳ ନିଜ ଚରିତ୍ରର ଅଭିନୟ କରିଥାଏ। ପ୍ରେମ ଅଢ଼େଇ ଅକ୍ଷରର ମିଳନରେ ନୁହେଁ, ଦୁଇଟି ସୁନ୍ଦର ହୃଦୟର ମିଳନରେ ହୋଇଥାଏ। ନାରୀ ପଛରେ ରହିଲେ ପୁରୁଷ ସଫଳ ହୁଏ, ଆଉ ନାରୀ ପଛରେ ପଡ଼ିଲେ ପୁରୁଷ ବର୍ବାଦ ହୁଏ। ହାତ ଧରିବା ପାଇଁ ତ ଅନେକ ଲୋକ ମିଳିଯାଆନ୍ତି, କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡ଼ିବା ଭଳି ମଣିଷ ବହୁତ କମ୍ ମିଳନ୍ତି। ଯାହାର ହୃଦୟ ବଡ଼ ହୋଇଥାଏ, ତାକୁ ଦୁଃଖ ବି ବଡ଼ ମିଳିଥାଏ। ବହୁତ କଷ୍ଟ ଦେଇଥାଏ ସେ ଯନ୍ତ୍ରଣା, ଯାହା ବିନା ଦୋଷରେ ମିଳିଥାଏ। ବିଶ୍ୱାସ ଦେଖି ଚାହିଁକି କର, ଅନ୍ଧ ଭଳି ନୁହେଁ। ଏମିତି ନ ହେଉ କି ସାମ୍ନା ମଣିଷ ତୁମକୁ ଅନ୍ଧ ହିଁ ଭାବି ନେବ। ଯଦି କାହାକୁ ସତରେ ଭଲ ପାଉଛ, ତେବେ ତାକୁ କେବେ ନିଜ କଥାରେ ଚାଲିବାକୁ ବାଧ୍ୟ କର ନାହିଁ। ତାଙ୍କୁ କୌଣସି ଜିନିଷ ପାଇଁ ଫୋର୍ସ କର ନାହିଁ। ପ୍ରେମ ଏକ ଏପରି ଚଢ଼େଇ, ଯାହାକୁ ଜାବୁଡ଼ି ଧରିଲେ ମରିଯାଏ, ଆଉ ଛାଡ଼ିଦେଲେ ଉଡ଼ିକି ଚାଲିଯାଏ। ଜୀବନରେ ଯେତେ ପାରୁଛ ଖୁସିରେ ରହିବାକୁ ଚେଷ୍ଟା କର, କାରଣ ପ୍ରତି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ, ବରଂ ତା ସହିତ ଆମ ମୂଲ୍ୟବାନ ଜୀବନର ଗୋଟିଏ ସୁନ୍ଦର ଦିନ ସବୁଦିନ ପାଇଁ ସରିଯାଏ। ଶରୀରରେ ଲାଗିଥିବା ଆଘାତ କିଛି ଦିନ ପାଇଁ ରହିଥାଏ, କିନ୍ତୁ ହୃଦୟରେ ଲାଗିଥିବା ଆଘାତ ବର୍ଷ ବର୍ଷ ଧରି ରହିଥାଏ। ତେଣୁ କାହା ହୃଦୟକୁ ଆଘାତ ଦେବା ପୂର୍ବରୁ ଥରୁଟିଏ ନିଶ୍ଚୟ ଭାବିବା ଦରକାର। ଜୀବନରେ ଦୁଇ ଜଣ ବ୍ୟକ୍ତି ରହିବା ଅତ୍ୟନ୍ତ ଜରୁରୀ। ଜଣେ କୃଷ୍ଣଙ୍କ ପରି, ଯିଏ ନ ଲଢ଼ି ବି ଜିତିବା ପକ୍କା କରିଦିଏ। ଦ୍ୱିତୀୟ କର୍ଣ୍ଣଙ୍କ ପରି, ଯିଏ ହାରିବା ସାମ୍ନାରେ ଥାଏ, ତଥାପି ତୁମ ପକ୍ଷ ଛାଡ଼େ ନାହିଁ। ଯାହାର ସମୟ ଖରାପ ଚାଲିଛି, ତାଙ୍କୁ ସାହାଯ୍ୟ କରନ୍ତୁ, ଆଉ ଯାହାର ସ୍ୱଭାବ ହିଁ ଖରାପ, ତାଙ୍କଠାରୁ ଦୂରେଇ ଯାଆନ୍ତୁ। ମଣିଷ ବଞ୍ଚିବା ହିଁ ଡେରିରେ ଶିଖନ୍ତି, ସେଥିପାଇଁ ତାଙ୍କୁ ଜୀବନ ଛୋଟ ଲାଗେ। ସବୁବେଳେ ଗୋଟିଏ କଥା ମନେ ରଖିବେ, ଅତୀତକୁ କେବେ ବି ବର୍ତ୍ତମାନକୁ ଆଣିବାକୁ ଦେବେ ନାହିଁ, କାରଣ ଏହି ଅତୀତ ଯେତେବେଳେ ବର୍ତ୍ତମାନକୁ ଆସିଯାଏ, ସେ ବର୍ତ୍ତମାନ ସହିତ
ଭବିଷ୍ୟତକୁ ବି ନଷ୍ଟ କରିଦେଇଥାଏ। ଆପଣାର ଲୋକଠାରୁ ବି ଜଣେ ସେତେବେଳେ ଆପଣାର ଲାଗେ ଯେତେବେଳେ ହୃଦୟ ଚାହୁଁଥିବା ଲୋକଟିଏ ତାକୁ ମିଳିଯାଏ। ପ୍ରେମ ହେଉଛି ଏକ ଅନୁଭୂତି ଯେ କେବେ ବି ମନୁଷ୍ୟକୁ ପରାସ୍ତ କରିବାକୁ ଦିଏ ନାହିଁ, ଏବଂ ଘୃଣା ଏପରି ଏକ ଅନୁଭୂତି ଯେ ମଣିଷକୁ କେବେ ବି ଜିତିବାକୁ ଦିଏ ନାହିଁ।